ଅତି ଲୋଭରୁ ବିଲୁଆ ମଲା। ଥରେ ଜଣେ ଶିକାରୀ ବଣରେ ବୁଲୁଥାଏ। ଗୋଟାଏ କଳା ଭାଲୁ ତା ନଜରରେ ପଡ଼ିଲା। ତା ଆଡ଼କୁ ଲକ୍ଷ୍ୟ କରି ଗୋଟାଏ ତୀର ମାରିଲା। ତୀରଟା ଭାଲୁର କନମୂଳିରେ ବାଜିଲା। ସେ ଘାଇଲା ହୋଇ ଶିକାରୀକୁ ଆକ୍ରମଣ କଲା। ତାର ମୁନିଆ ଦାନ୍ତରେ ଶିକାରୀଟିକୁ ମାରିଦେଲା। ଶିକାରୀ ସେଠାରେ ମରି ପଡ଼ିଥିଲା। ଭାଲୁଟା କିଛି ସମୟ ଯନ୍ତ୍ରଣାରେ କଷ୍ଟ ପାଇ ମଧ୍ୟ ମରିଗଲା। ସେଇ ବାଟ ଦେଇ ଗୋଟାଏ ବିଲୁଆ ଆସୁଥାଏ। ଏକାବେଳକେ ଦୁଇଟା ଜୀବ ମରି ପଡ଼ିବା ଦେଖି ଆନନ୍ଦର ସୀମା ରହିଲା ନାହିଁ। ଭାବିଲା, ଦୁଇଟା ମଲା ଦେହ ତାର ଅନେକ ଦିନ ଭୋଜନ ହେଇଯିବ। ମଡ଼ା ଦୁଇଟା ଦାନ୍ତରେ କାମୁଡ଼ି ଗୋଟାଏ ସୁବିଧା ଜାଗାକୁ ନେବାକୁ ସେ ମସୁଦା କଲା। ଏତିକି ବେଳେ ଦୁଇଟା ବଣୁଆ କୁକୁର କେଉଁ ଦିଗରୁ ତା ଆଡ଼କୁ ଧାଇଁ ଆସିବାର ଦେଖିଲା। ବିଲୁଆ ଚିନ୍ତା କଲା, ଯଦି ଏଇ ଦୁଇ ଜଣଙ୍କର ନଜର ମଡ଼ା ଉପରେ ପଡ଼େ ତାହେଲେ ତ କଥା ଶେଷ। ଦିନ 4ଟାରେ କୁକୁର ଦୁଇଟା ମାଂସ ଗୁଡ଼ିକ ସବୁ ସଫା କରିଦେବେ। ସେ ବୁଦ୍ଧି ଖଟାଇ ଧାଇଁଲା ସିଂହର ଗୁମ୍ଫାକୁ। ସିଂହକୁ କହିଲା, ମଣିମା, ଆପଣ ଏ ବଣର ରାଜା। ଆପଣଙ୍କ ଶିକାର ଉପରେ ଛାର ଏଇ କୁକୁର ଦୁଇଟା ପୁଣି ଭାଗ ଲୋଡ଼ିବେ। ମୁଁ ଦେଖି ଆସିଲି, ଦୁଇଟା ଜୀବ ଗଛ ମୂଳେ ଶୋଇଛନ୍ତି। ଗୋଟାଏ ମଣିଷ ଓ ଆରଟି ଭାଲୁ। ସେମାନଙ୍କୁ ଜିଅନ୍ତା ଉଟାରି ଖାଇବାକୁ ବଣ କୁକୁର ଦୁଇଟା ମସୁଦା ଚଳାଉଛନ୍ତି। ଆପଣ ମୋ ସହିତ ଚଞ୍ଚଳ ଆସନ୍ତୁ, ନହେଲେ ସେମାନେ ଆପଣଙ୍କର ଆହାର ଛଡ଼ାଇ ନେବେ। ସିଂହ ବିଲୁଆ ଠାରୁ ସବୁ କଥା ଶୁଣି ବିରାଟ ଗର୍ଜନ କରି ଗୁମ୍ଫାରୁ ବାହାରିଲା। ସିଂହ ଗର୍ଜନ ଶୁଣି କୁକୁର ଦୁଇଟା ଭୟରେ ବଣ ଭିତରକୁ ଚାଲିଗଲେ। ବିଲୁଆ ଆଗ ଦୌଡ଼ି ଯାଇ ମଡ଼ା ଦୁଇଟା ଶୁଙ୍ଘି ପକାଇଲା। ସିଂହକୁ କହିଲା, ମଣିମା, କଥା ଶେଷ। ସେ ଦୁଷ୍ଟ କୁକୁର ଦୁଇଟା ଏବେ ଶୋଇଥିବା ଜୀବ ଦୁଇଟିକୁ ମାରି ଦେଇଛନ୍ତି। ଆପଣଙ୍କୁ ଦେଖି କୁଆଡ଼େ ଲୁଚି ଯାଇଛନ୍ତି। ସିଂହ ସେ ମଲା ଜୀବ ଆଡ଼େ ନିରେଖି ଚାହିଁଲା। ଦେଖିଲା, ସତରେ ତାଙ୍କଠାରେ ଜୀବନ ନାହିଁ। ତାହା ଦୁଇଟା ମଡ଼ା। ସିଂହ ତ ମଲା ଜୀବର ମାଂସ ଖାଏ ନାହିଁ। ସେ ନିଜ ଗୁମ୍ଫାକୁ ବାହୁଡ଼ି ଗଲା। ବିଲୁଆ ତାର ନିଜ ଚତୁରପଣିଆରେ ସମସ୍ତଙ୍କୁ ଭୁଆଁ ବୁଲେଇଥିବାରୁ ମନେ ମନେ ଭାରି ଖୁସି ହେଲା। ଭାବିଲା, ସିଂହ ରାଜା ହୋଇପାରେ, କିନ୍ତୁ ମୁଣ୍ଡରେ ଟିକିଏ ହେଲେ ବୁଦ୍ଧି ନାହିଁ। ଏହାପରେ ସେ ସ୍ଥିର କଲା, ନିଜ ବୁଦ୍ଧିରେ ସିଂହକୁ ଠକିଥିବା କଥା ସେ ତାର ପିଲାଛୁଆଙ୍କ ଆଗରେ ଜଣାଇବ। ମଡ଼ା ଦୁଇଟା ଦେଖି ସେମାନେ ବି ଭାରି ଖୁସି ହେବେ। ପରିବାରର କେତେ ଦିନ ଆହାର ମଧ୍ୟ ହୋଇଯିବ। ପିଲାଛୁଆମାନେ ତ ମଣିଷ ମାଂସ ପାଇଲେ ନାଚି ଉଠିବେ। ତା ପୁରୁଷ ପଣିଆ ଦେଖି ସ୍ତ୍ରୀ ମଧ୍ୟ ତାର ପ୍ରଶଂସା କରିବ। ସେତେବେଳକୁ ତାର ପେଟ ଭୋକରେ ଜଳୁଥାଏ। ବିଲୁଆ ନଜର ପଡ଼ିଲା ଶିକାରୀର ଧନୁ ଉପରେ। ଧନୁରେ ଚମଡ଼ା ତିଆରି ଗୁଣ ଲାଗିଥିଲା। ସେ ଟାଣୁଆ ଚମଡ଼ା ଫିତାରେ ତୀର ଖଞ୍ଜି ଶିକାର କରି ଜୀବମାନଙ୍କୁ ମାରେ। ବିଲୁଆ ମନେ ମନେ ଚିନ୍ତା କଲା, ଏ ମଡ଼ା ଦୁଇଟା ଆଗ ଦିନ ପାଇଁ ଥାଉ। ପିଲା ପରିବାରମାନେ ଏସବୁକୁ ଖାଇବେ। ଧନୁରେ ଲାଗିଥିବା ଏ ଚମଡ଼ା ଫିତାଟାକୁ ଆଗ ଖାଇଦିଏ। ଦିନକ ଆହାର ତ ଚଳାଇଯିବ। ସେ ଫିତାଟାକୁ ଦାନ୍ତରେ କାମୁଡ଼ି ଜୋରରେ ଟାଣିଦେଲା। ଫିତାଟା ଛିଣ୍ଡିବା ସଙ୍ଗେ ସଙ୍ଗେ ଧନୁର ଗୋଟାଏ ମୁଣ୍ଡ ତା ପେଟରେ ଏତେ ଜୋରରେ ମାଡ଼ ହେଲା ଯେ ତାର ପେଟ ଫଟାଇ କଣା କରିଦେଲା। ବିଲୁଆଟା ସେଠାରେ ମରିଗଲା। ଅତି ଲୋଭରୁ ଫଳ ବିଲୁଆକୁ ଭୋଗିବାକୁ ପଡ଼ିଲା। ଏଣୁ କୁହାଯାଏ, ଲୋଭ କରିବା ଅନୁଚିତ। ଧନ୍ୟବାଦ।